ପିଲାମାନେ ଏହା ହେଉଛି ତୁମର ସମିଟିଭ୍ ଆସେସମେଣ୍ଟ 2 2026 କ୍ଲାସ୍ VI ସବଜେକ୍ଟ ଇଂଲିଶ। ଷ୍ଟୁଡେଣ୍ଟସ୍ ନେମ୍, ପିଲାମାନେ ଏଠି ତୁମ ସମ୍ପୂର୍ଣ୍ଣ ନାମ ଲେଖିବ। ଏଠି ଲେଖିବ ତୁମର ରୋଲ୍ ନମ୍ବର, ଏଠି ଲେଖିବ ସେକ୍ସନ୍, ଏଠି ଲେଖିବ ଡେଟ୍। ନେମ୍ ଅଫ୍ ଦି ସ୍କୁଲ୍, ଏଠି ତୁମର ସ୍କୁଲର ନାମ, ଠିକ୍ ଅଛି। ଏଠି ତୁମର ବ୍ଲକର ନାମ। ପିଲାମାନେ ଏହି ପରୀକ୍ଷାଟି ତୁମର ହେଉଛି 2 ଘଣ୍ଟା ଏବଂ ପେଜ୍ ହେଉଛି 7 ଏବଂ କ୍ୱେଶ୍ଚନ୍ ହେଉଛି 10 ଏବଂ ଫୁଲ୍ ମାର୍କ ହେଉଛି 50। ଠିକ୍ ଅଛି। ଦେଖିବା କ'ଣ ସବୁ ଅଛି। ଫର୍ ଇଚ୍ କ୍ୱେଶ୍ଚନ୍ସ ମାର୍କ ଆର୍ ଗିଭେନ୍ ଅନ୍ ଦ ରାଇଟ୍ ସାଇଡ଼୍। ପ୍ରଥମ ପ୍ରଶ୍ନ କ'ଣ ଅଛି ଦେଖିବା। Read the following paragraph carefully and answer the question given below in complete sentence। ପିଲାମାନେ ଏଠି ଗୋଟେ ପାରାଗ୍ରାଫ ଦେଇଛି, ତାକୁ ପଢ଼ିବ ଏବଂ ତଳ ଲିଖିତ ପ୍ରଶ୍ନ ଗୁଡ଼ିକର ଉତ୍ତର ଦେବ। ଠିକ୍ ଅଛି। ଦେଖିବା ପ୍ରଥମ ପ୍ରଶ୍ନ କ'ଣ ଅଛି। Where does Ria go every morning? ପିଲାମାନେ ଏହାର ସମ୍ପୂର୍ଣ୍ଣ ଉତ୍ତର ମୁଁ ଦେଇଛି, ତୁମେ କରିବ। ପରବର୍ତ୍ତୀ ପ୍ରଶ୍ନ ଅଛି Who is Ria's friend? ପିଲାମାନେ ଏହାର ସମ୍ପୂର୍ଣ୍ଣ ଉତ୍ତର ମୁଁ ଦେଇଛି, ତୁମେ କରିବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଅଛି What do they do under the banyan tree? ପିଲାମାନେ ସମ୍ପୂର୍ଣ୍ଣ ଉତ୍ତର ମୁଁ ଦେଇଛି, ତୁମେ କରିବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ What does Ria enjoy? ପିଲାମାନେ ଏହାର ସମ୍ପୂର୍ଣ୍ଣ ଉତ୍ତର ମୁଁ ଦେଇଛି, ତୁମେ କରିବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଅଛି Read the following poem and answer the question given below in complete sentence। ପିଲାମାନେ ଏଇଠି ଗୋଟେ ପୋଏମ୍ ଦେଇଛି, ତାକୁ ଅଧ୍ୟୟନ କରିବେ ଏବଂ ତଳ ଲିଖିତ ପ୍ରଶ୍ନ ଗୁଡ଼ିକର ଉତ୍ତର ଦେବ। ଠିକ୍ ଅଛି। ଦେଖିବା ପ୍ରଥମ ପ୍ରଶ୍ନ କ'ଣ ଅଛି। What happens when the sun comes up? ପିଲାମାନେ ଏହାର ସମ୍ପୂର୍ଣ୍ଣ ଉତ୍ତର ମୁଁ ଦେଇଛି, ସିଂରେ ତୁମେ କରିବ। ଠିକ୍ ଅଛି। ଦେଖିବା ପରବର୍ତ୍ତୀ ପ୍ରଶ୍ନ Who starts singing in the morning? ଅତି ସୁନ୍ଦର ପ୍ରଶ୍ନ ପିଲାମାନେ, ଏହାର ସଠିକ୍ ଉତ୍ତର ମୁଁ ଦେଇଛି, ତୁମେ କରିବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଅଛି What according to the poem spreads everywhere? ଅତି ସୁନ୍ଦର ପ୍ରଶ୍ନ ପିଲାମାନେ, ଏହାର ସଠିକ୍ ଉତ୍ତର ମୁଁ ଦେଇଛି, ସିଂରେ ତୁମେ କରିବ। ତାପରେ ପରବର୍ତ୍ତୀ ପ୍ରଶ୍ନ Find out 2 verb from the poem and write them in the box। ଦୁଇଟି କ୍ରିୟା ଶବ୍ଦକୁ ବାହାର କରି ଏହି ବକ୍ସରେ ଲେଖ ବୋଲଛି। ଠିକ୍ ଅଛି। ପିଲାମାନେ ଏଠାରେ ତୁମେ ଲେଖିବ ଅନେକ ଗୁଡ଼ିଏ କ୍ରିୟା ଅଛି, ତୁମେ ଲେଖିବ comes 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 ଏବଂ ଅନ୍ୟଟି ଲେଖିବ laugh LAUGH। ଠିକ୍ ଅଛି। ଆହୁରି ଅନେକ ଅଛି ପିଲାମାନେ, ତୁମେ ଅନ୍ୟଟି ଲେଖିଲେ ବି ଚଳିବ। ଦେଖିବା ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି। Read the information given below and answer the question that follow। ପିଲାମାନେ ଏଠି ଗୋଟେ ସୂଚନା ଦିଆହେଇଛି, ତାହାକୁ ପାଠ କର ଏବଂ ତଳ ଲିଖିତ ପ୍ରଶ୍ନ ଗୁଡ଼ିକର ଉତ୍ତର ଦିଅ। ଠିକ୍ ଅଛି। ଦେଖିବା ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି। What is the program for? ପିଲାମାନେ ସମ୍ପୂର୍ଣ୍ଣ ଉତ୍ତର ମୁଁ ଦେଇଛି, ତୁମେ କରିବ। ଠିକ୍ ଅଛି। When does the ପୂଜା start? ପିଲାମାନେ ଏହାର ସମ୍ପୂର୍ଣ୍ଣ ଉତ୍ତର ମୁଁ ଦେଇଛି, ତୁମେ କରିବ। By whom is the ପୂଜା organized? ପିଲାମାନେ ଏହାର ସମ୍ପୂର୍ଣ୍ଣ ଉତ୍ତର ମୁଁ ଦେଇଛି, ତୁମେ କରିବ। What are the special program at the Puri? ଅତି ସୁନ୍ଦର ପ୍ରଶ୍ନ ପିଲାମାନେ, ଏହାର ସଠିକ୍ ଉତ୍ତର ମୁଁ ଦେଇଛି, ତୁମେ କରିବ। ପରବର୍ତ୍ତୀ ପ୍ରଶ୍ନ ଅଛି Based on the given information on ସ୍ୱାମୀ ବିବେକାନନ୍ଦ write 5 sentences। ଅତି ସୁନ୍ଦର ପ୍ରଶ୍ନ ପିଲାମାନେ, ଏହାର ସମ୍ପୂର୍ଣ୍ଣ ଉତ୍ତର ମୁଁ ଦେଇଛି, ତୁମେ କରିବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଦେଖିବା Put the following sentences in proper order। ଠିକ୍ ଅଛି। ପିଲାମାନେ ଏଠାରେ ବାକ୍ୟ ଗୁଡ଼ିକ ଅଦଳ ବଦଳ କରି ଅଛି, ତୁମେ କ୍ରମ ଅନୁସାରେ ଲେଖିବ। ଠିକ୍ ଅଛି। ପ୍ରଥମେ ଲେଖିବ ଆଇ କୁ ପ୍ରଥମେ ଲେଖିବ, ତାପରେ ଲେଖିବ ଆଇ। ଠିକ୍ ଅଛି। ତାପରେ ଲେଖିବ IV। ଠିକ୍ ଅଛି। ତାପରେ ଲେଖିବ IV। ତାପରେ ଲେଖିବ IV ହେଲା। ତାପରେ ଲେଖିବ 4 ଗୋଟି ବାକ୍ୟ ଅଛି ପିଲାମାନେ। ଠିକ୍ ଅଛି। ତାପରେ ଲେଖିବ ଅନ୍ୟଟି, ଥାର୍ଡ଼ ଏଇ ଯେଉଁଟି ଅଛି ତାହାକୁ ଲେଖିବ। 4 ନମ୍ବର, 4 ଗୋଟି ବାକ୍ୟ ଅଛି, 4 ନମ୍ବର। ଠିକ୍ ଅଛି। ଦେଖିବା ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି। Match the words under column A with their opposite under column B। ବିପରୀତ ଶବ୍ଦ ସହିତ ଗାର ଟାଣ। ଠିକ୍ ଅଛି। ଏଠି ଅଛି ଲଙ୍ଗରୁ ତୁମେ ଗାର ଟାଣିବ ସର୍ଟକୁ ଗାର ଟାଣିବ। ଠିକ୍ ଅଛି। ତାପରେ ଅଛି ପୁଲ୍ରୁ ଗାର ଟାଣିବ ପୁସ୍। ଠିକ୍ ଅଛି। ତାପରେ ଅଛି ହେଭିରୁ ଗାର ଟାଣିବ ଲାଇଟ୍କୁ ଗାର ଟାଣିବ। ତାପରେ ଅଛି ବିୟୁଟିଫୁଲ୍ ଗାର ଟାଣିବ ଅଗଲି। ଠିକ୍ ଅଛି। ତାପରେ ଅଛି ଡ୍ରାଏରୁ ଗାର ଟାଣିବ ୱେଟ୍। ଠିକ୍ ଅଛି। ଦେଖିବା ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି।
ରିଡ୍ ଦ ଫଲୋଇଂ ଲାଇନ୍ସ एंड आंसर द क्वेश्चन दैट फॉलो पे ए तलिखित वाक्य गुड़िक पढ़ और तलिखित प्रश्न गुड़िक उत्तर देव। ठीक अच्छे देखा प्रथम प्रश्न अच्छी व्हाट इज द पोएम अबाउट अति सुंदर प्रश्न पे यार सठिक उत्तर मुझे स्क्रीन रे तुम्हें कर। ठीक अच्छे परवर्ती प्रश्न अच्छी व्हाट डू ट्रीज गिव अस अति सुंदर प्रश्न पे सठिक उत्तर मुझे स्क्रीन तुम्हें कर। देखा परवर्ती प्रश्न हाउ डू ट्रीज मेक द वर्ल्ड लुक अति सुंदर प्रश्न पे यार सठिक उत्तर मुझे स्क्रीन रे तुम्हें कर। ठीक अच्छे परवर्ती प्रश्न फाइंड आउट द अपोजिट वर्ड ऑफ स्टल फ्रॉम द पोएम अति सुंदर प्रश्न पे यार सठिक उत्तर तुम लिख फ्रेश FRESH। ठीक अच्छे फ्रेश परवर्ती प्रश्न राइट द सिंगल फॉर्म ऑफ लीव्स लीव्स रो सिंगल फॉर्म तुम लिख लीव LEAF। ठीक अच्छे नेक्स्ट क्वेश्चन देखा मेक वर्ड्स फ्रॉम द जम्बुल लेटर्स गिवन पे ये अक्षर गुड़ी अलट पलट कर दी जाती सजै कर लिख गोटे शब्द जमी हे। ठीक अच्छे प्रथम अच्छी लिख ए नंबर लिख माउंटेन MOUNTAIN माउंटेन। ठीक अच्छे तापर बी नंबर अच्छी तुम लिख फेस्टिवल तुम्हें बी नंबर लिख फेस्टिवल FESTIVAL फेस्टिवल। ठीक अच्छे तापर सी नंबर लिख फार्मर फार्मर लिख FARMER फार्मर। ठीक अच्छे तापर देखा परवर्ती प्रश्न डू एज डायरेक्टेड मिस्टर राधाकांत माझी इज द हेड ऑफ आवर स्कूल मेक ए क्वेश्चन फ्रॉम द सेंटेंस अबव यूजिंग हु पे हु व्यवहार करी गोटे प्रश्न तैयारी करे यहाँ अति सुंदर प्रश्न पे एठारे मुझे सठिक उत्तर देती तुम्हें कर। ठीक अच्छे परवर्ती प्रश्न देखा रीअरेंज द फॉलोइंग वर्ड्स टू मेक ए सेंटेंस पे यही वर्ड्स गुड़िक सजै कर गोटे वाक्य लिख। ठीक अच्छे तापर यार उत्तर मुझे तुम्हें कर। ठीक अच्छे परवर्ती प्रश्न चूज द वर्ड्स व्हिच हैज द सेम मीनिंग एज हैप्पी हैप्पी समानता अर्थ बुझा गोटे शब्द लिख ये तुम्हें लिख जयफुल जयफुल को तुम एठारे लिख। तापर परवर्ती प्रश्न कंप्लीट द वर्ड चेन को कंप्लीट कर पे ये हूँ फॉरेस्ट टीचर रीड तापर तुम लिख डे। ठीक है तुम लिख डे DAY। ठीक अच्छे तापर परवर्ती प्रश्न देखा ए पर्सन हु ट्रीट्स सिक पीपल इज कॉल्ड अति सुंदर प्रश्न पे एठारे सठिक उत्तर लिख डॉक्टर DOCTOR डॉक्टर। तापर राइट द प्रेजेंट फॉर्म ऑफ द फॉलोइंग वर्ड्स प्रेजेंट फॉर्म कौन अच्छी लिख ये न्यू तुम लिख KNOW। ठीक अच्छे तापर अच्छी लेफ्ट लेफ्ट अच्छी तुम लिख LEAVE। ठीक अच्छे तापर लास्ट अच्छी रिप्लाइड तुम लिख रिप्लाई REPLY। ठीक अच्छे धन्यवाद पे भिडियो केमती लगला निश्चय कमेंट कर लाइक कर शेयर कर। ठीक अच्छे धन्यवाद।